ନୀଳମାଧବ ଏଇ ନୀଳମାଧବ ଏଇ ନୀଳମାଧବ କ'ଣ ତାର ବିଶେଷତ୍ୱ କ'ଣ? ବିଶେଷତ୍ୱ ହେଉଛି ନୀଳମାଧବଙ୍କର ଯେ ଆଦ୍ୟରୁ ଯେ ଆମର ବିଶାବସୁ ଶବର ଯେଉଁ ପୂଜା କରୁଥିଲେ ସେ ଆମର ଏଇ ଚୌରନ୍ଦା ନୀଳମାଧବରୁ ଠାକୁର ପୁଣି ପୂଜା କରୁଥିଲେ। ନୀଳମାଧବ ରୂପରେ ପୂଜା କରୁଥିଲେ। ହଁ, ନୀଳମାଧବ ରୂପରେ ପୂଜା କରୁଥିଲେ। ଆଉ ସେତେବେଳେ ତ ବହୁତ ଘଞ୍ଚ ଜଙ୍ଗଲ ଥିଲା, ମାନେ ସବୁ ମାନେ ସେ ଘଞ୍ଚ ଜଙ୍ଗଲ ଭିତରେ ସେ ଆସିକି ଏଠି ତାଙ୍କର ଯେଉଁ ରହିଛି ପଥର ଗୁମ୍ଫା, ସେ ପଥର ଗୁମ୍ଫା ଭିତରେ ସେ ପୂଜା କରୁଥିଲେ। ଏଇଠି ମାନେ ସେ ରହିଥିଲେ ଆଉ। ଆଚ୍ଛା, ଏଇଠୁ ତାପରେ ସିଏ କ'ଣ ପୁରୀରେ ଯେଉଁ ଅଛନ୍ତି ସିଏ ଆଉ ଇଏ କ'ଣ ଏଇଠୁ କ'ଣ ନେଇଯାଇଥିଲେ ପୁରୀକି ନା କ'ଣ ହେଇଥିଲା ଏଇଠି? ଯେଉଁ ପୂଜା ପଦ୍ଧତି ଚାଲିଥିଲା ବିଶାବସୁଙ୍କର ସନ୍ଧ୍ୟାକ୍ରମେ ମାନେ ବିଦ୍ୟାପତି ଆସିଛନ୍ତି। ବିଦ୍ୟାପତି ଆସିଲା ପରେ ସେ ଶବର ରାଜା ତାଙ୍କ ଝିଅ ହେଉଛି ଲଳିତା, ସେ ଲଳିତା ସହିତ ସମ୍ପର୍କ ରଖିଛନ୍ତି। ସମ୍ପର୍କ ରଖି ସାରିକି ତାପରେ ସିଏ ଚାହିଁଛନ୍ତି ଯେ ମୁଁ କେମିତି ନୀଳମାଧବ ଠାକୁରଙ୍କୁ ଟିକେ ଦେଖିବି। ତାପରେ ତ ତାଙ୍କର ଯିଏ ବିଶାବସୁ ଯିଏ ତାଙ୍କ ସେବକ ସେ ତ ରାଜି ହୋଇନଥିଲେ ପ୍ରଥମ। ତାପରେ ବହୁତ ଅନୁରୋଧ କ୍ରମେ ତାଙ୍କ ଝିଅର ସେ ରାଜି ହେଲେ। ତାପରେ ସେ ବିଦ୍ୟାପତିକୁ ତା ମୁହଁରେ ଅନ୍ଧପୁଟୁଳି ବାନ୍ଧିକି ସେ ଆଣିଥିଲେ ଏଇ ଜାଗାକୁ ଆଣିଥିଲେ। ବିଶାବସୁ ଆଣିଥିଲେ, ତାପରେ ଏଇଠି ଆଣିକି ତାଙ୍କୁ ଦେଖିଲେ। ଶିମିଳିପାଳ ଏକ ଟାଇଗର ପ୍ରୋଜେକ୍ଟ ନୁହେଁ, ଶିମିଳିପାଳ ଏକ ଟାଇଗର ରିଜର୍ଭ ଭାବି ଆପଣ ଭୁଲ କରନ୍ତୁ ନାହିଁ। ଶିମିଳିପାଳକୁ ଏକ ଅଭୟାରଣ୍ୟ ଭାବନ୍ତୁ ନାହିଁ, ଶିମିଳିପାଳ ଏକ ରହସ୍ୟମୟ। ସେଟା ତ ଆମେ କହିପାରିବୁନି, କିନ୍ତୁ ଆମ କିମ୍ବଦନ୍ତୀ କହୁଛୁ ଏଇଠୁ ଜଗନ୍ନାଥ ମନ୍ଦିରଙ୍କର ଯେଉଁ ବିଗ୍ରହ ତିଆରି ହେଉଛି ଦାରୁ ବ୍ରହ୍ମ ଏଇଠୁ ଯାଇଛନ୍ତି, ଦାରୁ ସେଠି ତିଆରି ହେଉଛନ୍ତି। ଏଇଟା ତ ଆଜ୍ଞା ସ୍ୱପ୍ନାଦେଶ ହେଇକି ସେ ଦାରୁ ବ୍ରହ୍ମ ରୂପେ ସେଠି ଦାରୁ ବ୍ରହ୍ମ ଆସି ଭାସିକି ଆସିଥିଲେ, କିନ୍ତୁ ଏଇଠୁ ଯାଇଥିଲେ ତାଙ୍କର। ଏଇଠୁ ଯାଇଥିଲା ତାଙ୍କର। ଧନ୍ୟବାଦ।